ଜମି ପଟ୍ଟା ନିଜ ନାମରେ କେମିତି କରିବେ? ଯଦି ଆପଣମାନଙ୍କ ପାଖରେ ଜଏଣ୍ଟ ପଟ୍ଟା ଅଛି, ସେଇ ଜଏଣ୍ଟ ପଟ୍ଟା ଅଲଗା ଅଲଗା କରି ଆପଣଙ୍କ ନାମରେ କେମିତି କରିବେ, ଯାହାକି ଏହି ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ଡିଟେଲ୍ସ ମୁଁ ଜଣାଇବି। ନିଜର ନାମଟିକୁ କେମିତି ଯୋଡ଼ି ପାରିବେ, ଏହାର ସମ୍ପୂର୍ଣ୍ଣ ପ୍ରକ୍ରିୟା ମୁଁ ଆପଣମାନଙ୍କୁ ସବୁକିଛି ଏହି ଭିଡ଼ିଓ ମାଧ୍ୟମରେ ଜଣାଇବି। ଆଜିକା ଡେଟ୍ରେ ଆପଣମାନଙ୍କ ପାଇଁ ଗୋଟେ ଗୋଲ୍ଡେନ୍ ଅପରଚ୍ୟୁନିଟି ରହିଛି। ଆପଣମାନେ ଏହି ଅପରଚ୍ୟୁନିଟିକୁ କେବେ ହାତଛଡ଼ା କରନ୍ତୁ ନାହିଁ। ଆପଣମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ବିଷୟବସ୍ତୁଟି ରହିଛି। ଏହି ସ୍ୱତନ୍ତ୍ର ବିଷୟବସ୍ତୁ କୌଣସି ୟୁଟ୍ୟୁବର ଆପଣମାନଙ୍କୁ ଦେଇନଥିବେ। ଆପଣମାନେ ଦେଖୁଥିବେ ପ୍ରତ୍ୟେକ ଗାଁରେ ମୁଖ୍ୟ ସମସ୍ୟା ରହିଛି ଏହି ଜମିବାଡ଼ି। ତ ଏହି ଜମିବାଡ଼ି ସମସ୍ୟାକୁ ନେଇ ଅନେକ ସାରା ଲୋକମାନେ ମଧ୍ୟ ସମସ୍ୟାରେ ପଡ଼ୁଛନ୍ତି। ସେଥିପାଇଁ ଗାଁ ଗହଳିରେ ଲୋକମାନେ କଥାବାର୍ତ୍ତା ହୁଅନ୍ତି କି ଆମର ଜେଜାପାଟା ଥିଲା କି ଆମର ଅଜାଟା ଥିଲା କି କୌଣସି କାମକୁ ନୁହଁ, ଯେ କି ଆମକୁ ହଇରାଣ ହରକତ କରିଦେଇକି ଚାଲିଗଲା, ଜମିପଟାର ସମସ୍ୟା ଆମ ପାଇଁ ରଖିଦେଇକି ଗଲା। ଆଜିକା ଡେଟ୍ରେ ରାଜ୍ୟ ସରକାର ଆପଣମାନଙ୍କ ପାଇଁ ଏହି ସମସ୍ୟାରୁ କେମିତି ଆପଣମାନେ ମୁକୁଳି ପାରିବେ, ତ ସେଥିପାଇଁ ତ ସରକାର ଆଣିଛନ୍ତି ଆପଣମାନଙ୍କ ପାଇଁ ଗୋଟେ ଅପରଚ୍ୟୁନିଟି। ତ ନିଜ ନାମରେ କେମିତି ଜମିପଟ୍ଟାଟିକୁ କରିପାରିବେ, ସମ୍ପୂର୍ଣ୍ଣ ତଥ୍ୟ ଏହି ଭିଡ଼ିଓ ମାଧ୍ୟମରୁ ଆପଣମାନେ ଜାଣିବାକୁ ପାଇବେ। ଜମିପଟ୍ଟା ଯଦି ଆପଣମାନେ ନିଜ ନାମରେ କରୁଛନ୍ତି, ସରକାରଙ୍କ ତରଫରୁ ଅନେକ ସାରା ସୁବିଧା ପାଇବା ସହିତ ଆପଣ ଲୋନ୍ ମଧ୍ୟ ଆରାମସେ ପାଇପାରିବେ। ସେଇଥିପାଇଁ ତ କଥାରେ ଅଛି, ଆପେ ବଞ୍ଚିଲେ ବାପର ନାମ। ଏହା କହିବାର ମାନେ ହେଲା, ଆଜିକା ଡେଟ୍ରେ ଆପଣମାନେ ଯଦି ଦରକାରୀ ଭିଡ଼ିଓଟିଏ ଦେଖୁଛନ୍ତି, ସତର୍କ ସଚେତନ ହେଇପାରୁଛନ୍ତି, ତାହେଲେ ଅଲଗା ଲୋକଙ୍କୁ ପଚାରେ କିଏ? ଯଦି ଆଜିକା ସମୟରେ ଆପଣମାନେ ନିଜର ଜମିବାଡ଼ିଟିକୁ ଅଲଗା କରିଦେଉଛନ୍ତି, ଆପଣଙ୍କ ନାମରେ କରିଦେଉଛନ୍ତି, PM କିଷାନଠୁ ଆରମ୍ଭ କରି ଆପଣମାନଙ୍କର ଫସଲ ବୀମା, CM କିଷାନ ଟଙ୍କା, ଏମିତି ବି ଋଣ ମଧ୍ୟ ଆଣିପାରିବେ, ଯାହାକି ସରକାରଙ୍କ ତରଫରୁ କେତେ କ'ଣ ସୁବିଧା ରହିଛି। ସମୟ ପଡ଼ିଲେ ବି ଆପଣମାନେ ଅଲଗା ଅଲଗା ପରିସ୍ଥିତିରୁ ମଧ୍ୟ ମୁକୁଳି ପାରିବେ। ତ ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ବିନା ସ୍କିପ୍ରେ, ଯାହାଫଳରେ ଜାଣିପାରିବେ, ବୁଝିପାରିବେ। ଯେଉଁମାନେ ଏପର୍ଯ୍ୟନ୍ତ ଭିଡ଼ିଓଟିକୁ ଦେଖୁଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ। ବର୍ତ୍ତମାନ ରାଜ୍ୟ ସରକାରଙ୍କ ତରଫରୁ ପ୍ରତ୍ୟେକ ଜନସେବା କେନ୍ଦ୍ରମାନଙ୍କୁ ନୋଟିସ୍ ଗୋଟେ କରାଯାଉଛି। ଏହି ନୋଟିସ୍ଟି କ'ଣ ପାଇଁ ରାଜ୍ୟ ସରକାରଙ୍କ ତରଫରୁ କରାଯାଉଛି, ଯାହାକି ଆପଣମାନଙ୍କର ଏହି ଜମି ପଟ୍ଟାଟିକୁ କେମିତି ସେମାନେ ଆବେଦନ କରିପାରିବେ, ଏହାର ପ୍ରକ୍ରିୟା କ'ଣ ରହିଛି, ସେହି ନୋଟିସ୍ ମାଧ୍ୟମରେ ବର୍ତ୍ତମାନ ରାଜ୍ୟ ସରକାର ଉଲ୍ଲେଖ କରି ପ୍ରତ୍ୟେକ ଜନସେବା କେନ୍ଦ୍ରମାନଙ୍କୁ ଏହି ଗୋଟିଏ ନୋଟିସ୍ ପଠାଇବା ଆରମ୍ଭ କରିଦେଇଛନ୍ତି। ଆସନ୍ତୁ ଏହି ନୋଟିସ୍ରେ ବର୍ତ୍ତମାନ ସରକାର କ'ଣ ସୂଚନା ରଖିଛନ୍ତି ଆପଣମାନଙ୍କ ପାଇଁ ମୁଁ ଆପଣମାନଙ୍କୁ ଜଣାଉଛି। ତ ଆପଣଙ୍କ ମୋବାଇଲ ସ୍କ୍ରିନ୍ରେ ଦେଖନ୍ତୁ, ଏହି ନୋଟିସ୍ଟି ମୁଁ ଶୋ କରେଇଛି। ଆସନ୍ତୁ ଏହି ନୋଟିସ୍ର ସମ୍ପୂର୍ଣ୍ଣ ସୂଚନା ଉପରେ ନଜର ପକାଇବା। ଦେଖନ୍ତୁ, ଏତଦ୍ୱାରା ସମସ୍ତ ଜନସାଧାରଣମାନଙ୍କୁ ଜଣାଇ ଦିଆଯାଉଅଛି କି ରାଜ୍ୟ ସରକାରଙ୍କ ଚିଠି ନମ୍ବର 6562 R&DM ତା 18/2/2025 ତାରିଖ ଘୋଷଣା ମୁତାବକ ମୃତ ବ୍ୟକ୍ତିଙ୍କ ନାମରେ ଥିବା ରେକର୍ଡ ଅର୍ଥାତ୍ ପଟ୍ଟା ନ ରହି ତାଙ୍କର ଉତ୍ତରାଧିକାରୀମାନଙ୍କ ନାମରେ ରେକର୍ଡ ସଂଶୋଧନ କରାଯିବ। ଦେଖନ୍ତୁ, ଏଥିରେ ସୂଚନା ଦିଆଯାଇଛି କି ଆପଣମାନେ ଯେଉଁ ଜମିବାଡ଼ିରେ ରହୁଛନ୍ତି କି ଯେଉଁ ଜମିବାଡ଼ି ଚାଷ କରୁଛନ୍ତି ଦୀର୍ଘଦିନ ଧରି, କିନ୍ତୁ ସେଇଟା ଆପଣମାନଙ୍କ ନାମରେ ନାହିଁ, ସେଇଟା ଆପଣମାନଙ୍କର ପୂର୍ବପୁରୁଷଙ୍କ ନାମରେ ରହିଛି, ସେ ପୁଣି ମୃତ ହୋଇଛନ୍ତି, ଆପଣ ଏବେ ସଂଶୋଧନ କରିବାର ସମୟ ଆସିଛି। ବର୍ତ୍ତମାନ ଏହି ପରିସ୍ଥିତିର ଗୋଟିଏ ସମାଧାନ ରହିଛି। ଯଦି ଆପଣମାନଙ୍କର ପୂର୍ବପୁରୁଷ ବର୍ତ୍ତମାନ ଜୀବିତ ନାହାନ୍ତି, କି ଆପଣଙ୍କ ବାପାଙ୍କ ନାମରେ ଜମିଟି ଥାଉ କି ଆପଣମାନଙ୍କର ଜେଜେବାପାଙ୍କ ନାମରେ ଜମିଟି ଥାଉ, ତାଙ୍କର ମୃତ ସାର୍ଟିଫିକେଟ୍ ତା ସହିତ ଆଧାର କାର୍ଡ଼ ଦେଲେ ଆପଣଙ୍କର ନାମ ସେହି ପଟ୍ଟାରେ ବର୍ତ୍ତମାନ ଏଡ଼୍ ହୋଇଯିବ। ଦେଖନ୍ତୁ, ଅତିରିକ୍ତ ପଟ୍ଟା ମିଳିବନି, କିନ୍ତୁ ଅତିରିକ୍ତ ପଟ୍ଟା କହିବାର ମାନେ ହେଲା, ଯେଉଁଟାକି ଆପଣମାନଙ୍କର ଯେଉଁ
ପୂର୍ବପୁରୁଷଙ୍କ ନାମ ରହିଛି ବା ଯେଉଁ ମୃତ ବ୍ୟକ୍ତିଙ୍କର ନାମ ରହିଛି ଆପଣଙ୍କ ପଟ୍ଟାରେ, ତ ତାଙ୍କର ନାମ ବର୍ତ୍ତମାନ କଟାଯିବ। କଟାଯାଇ ଆପଣଙ୍କ ନାମ ସେଥିରେ ଯୋଡ଼ିବେ। ତ ସରକାର ଆପଣମାନଙ୍କର ଏହି ପ୍ରକ୍ରିୟାଟି ସବୁ ଜିଲ୍ଲାମାନଙ୍କରେ କରାଯାଉଛି, ଯେମିତି ଆପଣମାନଙ୍କର ବଲାଙ୍ଗୀର, ଆଉ ଆପଣମାନଙ୍କର ରାୟଗଡ଼ା, କୋରାପୁଟ, ବାଲେଶ୍ୱର, ଭଦ୍ରକ, କଳାହାଣ୍ଡି, ଏମିତି କିଛିଟା ଅଞ୍ଚଳରେ ବର୍ତ୍ତମାନ ଏହାର କାର୍ଯ୍ୟକ୍ରମ ଚାଲିଲାଣି, ଯାହାକି ଆର୍ଆଇ ମାନେ କ୍ୟାମ୍ପ କରୁଛନ୍ତି। ସେଇ କ୍ୟାମ୍ପ ମାଧ୍ୟମରେ ଯାହା ବି ସମସ୍ୟା ରହିଛି ଗାଁର ଲୋକମାନଙ୍କର ଜମି ପଟ୍ଟାକୁ ନେଇ, ତାର ସଂଶୋଧନ ପ୍ରକ୍ରିୟା ବର୍ତ୍ତମାନ ଆରମ୍ଭ ହୋଇସାରିଛି ରାଜ୍ୟ ସରକାରଙ୍କ ତରଫରୁ। ଏହା ସହିତ ଆହୁରି ମଧ୍ୟ ମେନସନ୍ ରହିଛି, ଯାହାଦ୍ୱାରା କି ସରକାରୀ ଯୋଜନା ଗୁଡ଼ିକର ସମସ୍ତ ସୁବିଧା ସିଧାସଳଖ ଉପଭୋଗ କରିପାରିବେ। ତେଣୁ ଆପଣମାନେ ମୃତ ଖାତାଧାରକଙ୍କ ଉତ୍ତରାଧିକାରୀମାନଙ୍କ ଆଧାର କାର୍ଡ଼ ସଂଗ୍ରହ କରି ନିଜ ନିଜ ଗ୍ରାମରେ ହେବାକୁ ଥିବା କ୍ୟାମ୍ପ କିମ୍ବା ନିଜ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଦାଖଲ କରିବା ହେବ। ଏଥିପାଇଁ ଆପଣମାନଙ୍କର ଆବଶ୍ୟକ ଡକୁମେଣ୍ଟସ୍ କ'ଣ ରହିଛି, ତ ଦେଖନ୍ତୁ ମେନସନ୍ ମଧ୍ୟ ରହିଛି। ତ ମେନସନ୍ କ'ଣ ରହିଛି, ସମସ୍ତ ପଟ୍ଟାର ନକଲ ବା ଜେରକ୍ସ କପି ଆପଣମାନଙ୍କୁ ଦେବା ପାଇଁ ପଡ଼ିବ। ଆପଣମାନଙ୍କର ଆଧାର କାର୍ଡ଼ କି ଜମି ପଟ୍ଟାର ଜେରକ୍ସ ଏସବୁ। ତା ସହିତ 2 ନମ୍ବରରେ ଆପଣମାନଙ୍କର ରହିଛି ଉତ୍ତରାଧିକାରୀମାନଙ୍କର ନାମ ଓ ଆଧାର କାର୍ଡ଼ର ନକଲ। କହିବାକୁ ଗଲେ ଯାହା ନାଁରେ ଜମି ରେକର୍ଡ଼ ରହିବ, ଯେଉଁ ଉତ୍ତରାଧିକାରୀଙ୍କର ନାମ, ତ ତାଙ୍କର ଆଧାର କାର୍ଡ଼ ଜେରକ୍ସ ସହିତ ପରିବାରର ସଦସ୍ୟମାନଙ୍କର ଆଧାର କାର୍ଡ଼ ମଧ୍ୟ ଲାଗିବ। 3 ନମ୍ବରରେ ରହିଛି ଆପଣମାନଙ୍କର ଯଦି ଉତ୍ତରାଧିକାରୀ ପ୍ରମାଣପତ୍ର ଓ ମୃତ୍ୟୁ ପ୍ରମାଣପତ୍ର ଥାଏ, ତାହାର ନକଲ ଆପଣମାନେ ନେଇକି ଆସିବେ। ତାଙ୍କର ଡେଥ୍ ସାର୍ଟିଫିକେଟ୍ ଯଦି ଥିବ ଆପଣମାନେ ନେଇକି ଆସିବେ। ତା ସହିତ ଅରିଜିନାଲ୍ ଆଣିବେ, ତା ସହିତ ଜେରକ୍ସ ମଧ୍ୟ କରିକି ନେଇକି ଆସିବେ। ଏଥିମଧ୍ୟରେ ଯଦି ଆପଣମାନଙ୍କର ଲିଗାଲ୍ ହେୟାର ସାର୍ଟିଫିକେଟ୍ଟି ଥିବ, ତାହେଲେ ଆପଣମାନଙ୍କ ପାଇଁ ବହୁତ ବଢ଼ିଆ ହେବ। ଯଦି ଆପଣମାନଙ୍କର ସେଇ ଲିଗାଲ୍ ହେୟାର ସାର୍ଟିଫିକେଟ୍ଟି ନାହିଁ, ପ୍ରମାଣ ଆକାରରେ ଗାଁର କିଛି ଲୋକମାନଙ୍କର ସିଗ୍ନେଚର୍ ନିଆଯିବ। ସେମାନେ ସିଗ୍ନେଚର୍ ଦେଲା ପରେ ଆପଣମାନଙ୍କର କାମଟା ସରିଲା ପରେ ଆପଣମାନଙ୍କର ନାମଟି ଆଡ଼୍ ହୋଇଯିବ। ଯଦି ଆପଣମାନଙ୍କର ଜଏଣ୍ଟ ପଟ୍ଟା ରହିଛି, ଜଏଣ୍ଟ ପଟ୍ଟାରେ ଆପଣମାନେ ଅଲଗା ଅଲଗା କରି ପଟ୍ଟା ଆପଣ କରିବା ପାଇଁ ଚାହୁଁଛନ୍ତି। ଧରି ନିଅନ୍ତୁ ଗୋଟେ ପରିବାରର 5 ଜଣ ପୁଅ ରହିଛନ୍ତି, ତ ସେଇ 5 ଜଣଙ୍କ ନାମ ସେଇ ପଟ୍ଟାରେ ରହିଛି। ତ ସବୁ ପୁଅ ଅଲଗା ଅଲଗା ହେବା ପାଇଁ ଚାହାନ୍ତି ବା ପଟ୍ଟା ଗୁଡ଼ିକ ଅଲଗା ଅଲଗା କରିବା ପାଇଁ ଚାହାନ୍ତି। ତ ସେ କ୍ଷେତ୍ରରେ ଆପଣମାନେ କ'ଣ କରିବେ, 5 ଭାଇ ମିଶିବେ। ମିଶିଲା ପରେ କଥାବାର୍ତ୍ତା କରି ଆପଣମାନେ ଗୋଟେ ଲିଖିତ ଆକାରରେ ଦରଖାସ୍ତ ପ୍ରଦାନ କରିବେ ନିକଟସ୍ଥ ଆର୍ଆଇ ଅଫିସରେ। ସେଠାରେ ଆପଣମାନଙ୍କର ଆର୍ଆଇ ଆପଣଙ୍କ ଘରକୁ ଆସିବେ। ଘରକୁ ଆସିଲା ପରେ ଆପଣମାନଙ୍କର ଯାହା ବି ଜମିବାଡ଼ି ରହିଛି ତାର ଯାଞ୍ଚ କରିବେ। ଯାଞ୍ଚ କରିବାର ଅର୍ଥ ହେଉଛି ଆପଣମାନଙ୍କର କେତେ ଜମିବାଡ଼ି ରହିଛି ତାର ମାପ କରାଯିବ। ମାପ କରାଗଲା ପରେ ଆପଣମାନଙ୍କର କେତେ ଭାଇ ରହିଛନ୍ତି ସେଇ ଅନୁସାରେ କାହାର କେତେ ଭାଗ ପଡ଼ୁଛି ଗୋଟେ ସ୍କେଚ୍ କରିବେ ଆର୍ଆଇ। କଲା ପରେ ଆପଣମାନେ ସେ କେସ୍ଟିକୁ କ'ଣ କରିବେ, ନିକଟସ୍ଥ ଜନସେବା କେନ୍ଦ୍ରକୁ ନେଇ ପଳାଇଯିବେ ଯେ ଆର୍ଆଇ ଏମିତି ସ୍କେଚ୍ କରିଛନ୍ତି। ତ ସେଇ କେସ୍ ମାଧ୍ୟମରେ ଆପଣମାନଙ୍କର ଅନଲାଇନ୍ କରାଯିବ। ଅନଲାଇନ୍ ହୋଇଗଲା ପରେ ଆପଣମାନଙ୍କର ନୋଟିସ୍ ଆସିବ। ଆପଣମାନଙ୍କୁ 15 ଦିନ ଭିତରେ କିମ୍ବା 20 ଦିନ ଭିତରେ ଆପଣମାନଙ୍କୁ ନୋଟିସ୍ ଆସିବ। ହୁଏତ କେଉଁ କେଉଁ ଜାଗାରେ ମାସେ ବି ଲାଗିଯାଉଛି ନୋଟିସ୍ ଆସିବା ପାଇଁ। ତାପରେ ଆପଣମାନେ କ'ଣ କରିବେ, ତ ପ୍ରତ୍ୟେକ ଭାଇ, ଧର ଗୋଟେ ପରିବାରର 5 ଭାଇ ଥିଲେ, ସେଇ 5 ଭାଇଙ୍କ ପାଖକୁ ନୋଟିସ୍ ଆସିବ। ସମସ୍ତେ କୋର୍ଟରେ ଯାଇ ହାଜର ହେବେ। ତ ଆପଣମାନଙ୍କର ଯେଉଁ ଜମି ପଟ୍ଟାର ଯେଉଁ ଡକୁମେଣ୍ଟସ୍ ରହିଛି, ପ୍ରମାଣପତ୍ର ଆପଣ କୋର୍ଟରେ ଦାଖଲ କରିବେ। କୋର୍ଟ ଆପଣମାନଙ୍କର କାର୍ଯ୍ୟଟିକୁ କରିବା ପାଇଁ 15 ଦିନ ସମୟ ନେବ, ଅର୍ଥାତ୍ 15 ଦିନ ଆପଣମାନଙ୍କୁ ଅପେକ୍ଷା କରିବା ପାଇଁ କହିବ। 15 ଦିନ ଅପେକ୍ଷା କରାଇବାର କାରଣ ବି ରହିଛି, ଯଦି ସେହି 15 ଦିନ ଭିତରେ ଆପଣମାନଙ୍କର କୌଣସି ସମସ୍ୟା ଦେଖାଦିଏ କି କିଏ ବି ଆପଣଙ୍କ ନାମରେ କମ୍ପ୍ଲେନ୍ କରେ କି କେଉଁ ଭାଇ ବି ତାର ଅସନ୍ତୁଷ୍ଟ ଯୋଗୁଁ ହେଉ କି କୌଣସି ଭଉଣୀ ଆପଣ ନ ଜଣେଇ ଯଦି ଭାଗ ବଣ୍ଟା କରୁଛନ୍ତି କିଛି କମ୍ପ୍ଲେନ୍ କରିଦେଲେ, ତ ଆପଣମାନଙ୍କର ସେଇଠି ଅସୁବିଧା ହୋଇଯିବ। ଆଉ ଆପଣମାନଙ୍କର ଯେଉଁ ଜମିବାଡ଼ି ପଟ୍ଟା ମଧ୍ୟ ଅଲଗା ହୋଇପାରିବନି। ଏହି 15 ଦିନ ଭିତରେ ଯଦି ଆପଣମାନଙ୍କର କୌଣସି ଅସୁବିଧା ନ ହେଲା, ତ ତାହେଲେ ଆପଣମାନଙ୍କର କୋର୍ଟରେ ଷ୍ଟାମ୍ପ ଯାହା ବି ସବୁ ରହିଛି ସବୁ
ଫର୍ମାଲିଟି ପୂରଣ ହେଲା ପରେ ଆପଣଙ୍କର ପୋଷ୍ଟାଲ ମାଧ୍ୟମରେ ଆପଣମାନଙ୍କର ସବୁ ଜମିପଟା ଭାଗ ଭାଗ ବା ଅଲଗା ଅଲଗା ହେଇକି ଯିବ।